ଆଜିର ଏହି ଭିଡ଼ିଓରେ ଆପଣମାନେ ଜାଣିବାକୁ ପାଇବେ ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା କେଉଁ ଦିନ ପାଳିତ ହେବ। ଅଗଷ୍ଟ 19 ତାରିଖ ନା ଅଗଷ୍ଟ 20 ତାରିଖ। କେଉଁ ଦିନ ପାଳନ କରାଯିବ ରକ୍ଷାବନ୍ଧନ। ଭାଇ ହାତରେ ଭଉଣୀ କେମିତି ରାକ୍ଷୀ ବାନ୍ଧିବେ ଏବଂ ରାକ୍ଷୀ ବାନ୍ଧିବା ସମୟରେ କେଉଁ ମନ୍ତ୍ରଟିକୁ ଉଚ୍ଚାରଣ କରିବା ଉଚିତ। ରାକ୍ଷୀ ବାନ୍ଧିବା ପାଇଁ ଶୁଭ ସମୟ କ'ଣ ରହିଛି। ଆଉ ମଧ୍ୟ ଏଥର ଭଦ୍ରା କାଳ ମଧ୍ୟ ପଡ଼ୁଅଛି ଏବଂ ରାକ୍ଷୀ ପୂର୍ଣ୍ଣିମା ଦିନ ଆପଣ କେଉଁ ସବୁ ଭୁଲକୁ କରିବେ ନାହିଁ ଯାହାଦ୍ୱାରା ଆପଣଙ୍କର ସର୍ବନାଶ ହୋଇଥାଏ, ଆପଣଙ୍କ ଭାଇଙ୍କର ଅମଙ୍ଗଳ ହୋଇଥାଏ। ଏବଂ ମଧ୍ୟ ଏଥରକ ଭଦ୍ରାକାଳ ପଡ଼ୁଅଛି। ଭଦ୍ରାକାଳ ସମୟରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇର ଅମଙ୍ଗଳ ହୋଇଥାଏ, ଅଶୁଭ ହୋଇଥାଏ। ତ ଏହି ଭଦ୍ରାକାଳର ସମୟ କେତେବେଳେ ରହିଛି, ଏମିତି ଅନେକ ଗୁଡ଼ିଏ କଥା ଏହି ଭିଡ଼ିଓ ମାଧ୍ୟମରେ ଆପଣ ଜାଣିବାକୁ ପାଇବେ। ସେଥିପାଇଁ ଆପଣମାନଙ୍କୁ କେବଳ ଗୋଟିଏ ଅନୁରୋଧ, ଏହି ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଆପଣମାନେ ଯଦି ଆପଣଙ୍କର ଭାଇଙ୍କୁ କିମ୍ବା ଭଉଣୀଙ୍କୁ ସଚ୍ଚା ହୃଦୟରୁ ଭଲ ପାଉଥାନ୍ତି ତାହେଲେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ, ହର ହର ମହାଦେବ ଅବଶ୍ୟ ଆପଣ ଲେଖିଦିଅନ୍ତୁ। ବନ୍ଧୁଗଣ, ଭାଇ ଭଉଣୀର ପବିତ୍ର ସମ୍ପର୍କ ଠାରୁ ଆଉ ଏହି ସମ୍ପର୍କ ନାହିଁ। ଆଉ ଯେଉଁ ସମ୍ପର୍କ ଗୋଟିଏ ଡୋରିରେ ବନ୍ଧା ହେଉଛି ତାହା ହେଉଛି ରାକ୍ଷୀର ବନ୍ଧନ। ଭଉଣୀଟିଏ ତାର ଭାଇ ହାତରେ ବାନ୍ଧି ଦିଏ ରାକ୍ଷୀ ଆଉ ମାଗେ ତାର ସୁରକ୍ଷା ତାର ଭାଇ ପାଖରେ। ଆଉ ଭାଇ ମଧ୍ୟ ବଚନ ଦେଇଥାଏ, ଭଉଣୀ ତୋର ସାରା ଜୀବନର ସୁରକ୍ଷାର ଦାୟିତ୍ୱ ମୁଁ ନେଉଅଛି। ଆଉ ଭଉଣୀ ମଧ୍ୟ ତାର ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ତାର ଭାଇର ଦୀର୍ଘ ଆୟୁର କାମନା କରିଥାଏ। ତେଣୁ ଭାଇ ଭଉଣୀଙ୍କର ଏହି ପବିତ୍ର ସମ୍ପର୍କ ରାକ୍ଷୀର କଥା ଯାହାକି ଆମେ 19 ଅଗଷ୍ଟରେ ପାଳିବା ନା 20 ଅଗଷ୍ଟରେ ପାଳିବା, ଆମେ ଏହି କଥାଟିକୁ ଟିକିଏ ଆପଣମାନଙ୍କ ପାଖରେ ଆଲୋଚନା କରିବୁ। ଯେହେତୁ ଆପଣମାନଙ୍କର 19 ଅଗଷ୍ଟରେ ଭଦ୍ରାକାଳ ପଡ଼ୁଛି ବୋଲି ଅନେକ ଗୁଡ଼ିଏ ଭିଡ଼ିଓ ମାଧ୍ୟମରେ ଆପଣ ଶୁଣିବାକୁ ପାଉଛନ୍ତି ଯେ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇର ନିଶ୍ଚିନ୍ତ ରୂପରେ ମୃତ୍ୟୁ ହୋଇଥାଏ। ଯେହେତୁ 19 ଅଗଷ୍ଟରେ ଭଦ୍ରାକାଳ ପଡ଼ିଛି ବୋଲି ଅନେକ ଭିଡ଼ିଓ ମାଧ୍ୟମରେ ଆପଣ ଶୁଣୁଛନ୍ତି, ତେବେ ଆପଣ କେଉଁ ଦିନ ରାକ୍ଷୀ ବାନ୍ଧିବେ ଆପଣମାନଙ୍କୁ ଆମେ ଏହି ଭିଡ଼ିଓ ମାଧ୍ୟମରେ ସ୍ୱତନ୍ତ୍ର ତଥ୍ୟ ପ୍ରଦାନ କରିବୁ। ବନ୍ଧୁଗଣ, 19 ଅଗଷ୍ଟ ଦିନ ଆପଣଙ୍କର ପୁରା ଦିନ ପୂର୍ଣ୍ଣମୀ ତିଥି ରହୁଅଛି। ତେବେ ଆପଣ ଡରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଏହି 19 ତାରିଖ ଦିନ ରାକ୍ଷୀ ବାନ୍ଧିପାରିବେ। ଆଉ ଏହି ପୂର୍ଣ୍ଣିମା ତିଥିଟି ସକାଳ 9:30 ଠାରୁ ଆରମ୍ଭ ହୋଇ ରାତ୍ରି 11:30 ପର୍ଯ୍ୟନ୍ତ ରହିବ। ତେଣୁ ଆପଣ ଏହି 19 ଅଗଷ୍ଟ ଦିନ ଆପଣ ରାକ୍ଷୀ ବାନ୍ଧିବା ପାଇଁ ଏହା ହେଉଅଛି ଉପଯୁକ୍ତ ସମୟ ବା ଆମର ପୂର୍ଣ୍ଣିମା ରହୁଅଛି। ତେଣୁ ପୂର୍ଣ୍ଣିମା ଯେହେତୁ ରହୁଛି ଆପଣ ନିଶ୍ଚିନ୍ତ ରୂପରେ 19 ଅଗଷ୍ଟରେ ବାନ୍ଧନ୍ତୁ ରାକ୍ଷୀ। କିନ୍ତୁ ଏହି 19 ଅଗଷ୍ଟ ଦିନ ଭଦ୍ରାକାଳ ରହୁଥିବା କାରଣରୁ ଆପଣ କ'ଣ କରିବେ ନା ଭଦ୍ରାକାଳରେ ତ ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ହୋଇଥାଏ। ସତରେ କ'ଣ ଆପଣ ଭଦ୍ରାକାଳରେ ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ହୋଇଥାଏ? ଏହି କଥାଟିକୁ ମଧ୍ୟ ପୁରାଣରେ ଲେଖା ହୋଇଅଛି। ହଁ ବନ୍ଧୁଗଣ, ଯଦି ଆପଣମାନେ ଭଦ୍ରାକାଳରେ ଭାଇ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧୁଛନ୍ତି ତେବେ ଏପରି କରିବା ଦ୍ୱାରା ଭାଇର ଅକାଳ ମୃତ୍ୟୁ ହୋଇଥାଏ। ଏହି କଥା ମୁଁ କହୁନାହିଁ, ପୁରାଣରେ ଆପଣମାନେ ଦେଖିବେ ସୁପର୍ଣ୍ଣେଖା ରାବଣ ହାତରେ ଏହି ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲା। ଆଉ ସେହି କାରଣରୁ ଅଳ୍ପ ଦିନ ମଧ୍ୟରେ ରାବଣର ମୃତ୍ୟୁ ହୋଇଯାଇଥିଲା। ଯେହେତୁ ଶନିଦେବଙ୍କର ଭଉଣୀ ହେଉଛନ୍ତି ଭଦ୍ରା, ଯିଏକି ବ୍ରହ୍ମାଙ୍କର ଅଭିଶାପ ପ୍ରାପ୍ତି କରିଥିଲେ। ଭଦ୍ରା ଅହଙ୍କାର ଜଡ଼ିତ ହୋଇଥିବା କାରଣରୁ ବ୍ରହ୍ମଦେବ ଅଭିଶାପ ଦେଇଥିଲେ ଭଦ୍ରାଙ୍କୁ ଯେ ଏହି ଭଦ୍ରା ଯେତେବେଳେ ତୁମର କାଳ ଚାଲିବ ବା ଯେଉଁ ସମୟରେ ଭଦ୍ରା କାଳ ଚାଲିବ ସେତେବେଳେ କୌଣସି ପ୍ରକାରର ଶୁଭ କର୍ମ କରିପାରିବେ ନାହିଁ, ନା ବ୍ରତ ନା କୌଣସି ପ୍ରକାରର ତୀର୍ଥ ଆଉ ନା କୌଣସି ଭଦ୍ରା କାଳରେ ଶୁଭ କର୍ମ ଗୁଡ଼ିକ କରିହେବ। କେବଳ ରକ୍ଷାବନ୍ଧନ ନୁହଁ ବରଂ ଏହି ଭଦ୍ରା କାଳରେ କୌଣସି ପ୍ରକାରର ବି ଶୁଭକର୍ମ ଗୁଡ଼ିକ କରାଯାଇ ନଥାଏ। ତେଣୁ ଯେହେତୁ 19 ଅଗଷ୍ଟ ଦିନ ଭଦ୍ରାକାଳ ଚାଲୁଅଛି, ଆପଣ ଏହି ଦିନ ରାକ୍ଷୀ କେମିତି ବାନ୍ଧିବେ? କ'ଣ ଭାଇର ଅକାଳ ବିୟୋଗ ପାଇଁ ଆପଣ ରାକ୍ଷୀ ବାନ୍ଧିବେ କି? ବିଲକୁଲରେ ବି ତାହା ନୁହଁ। ଏଥର ଭଦ୍ରାକାଳ ପଡ଼ିଛି ସତ, ହେଲେ ପୁରା ଦିନ ଭଦ୍ରାକାଳ ପଡ଼ୁନାହିଁ। ଭଦ୍ରାକାଳର ସମୟ ହୋଇଛି ସକାଳ 9:30ରୁ ଆରମ୍ଭ ହୋଇ ଦିନ 1:30 ପର୍ଯ୍ୟନ୍ତ ରହୁଛି। ଆପଣ ଦିନ 1:30 ପରେ ଆପଣଙ୍କର ଭାଇଙ୍କ ହାତରେ ଆପଣ ରାକ୍ଷୀ ବାନ୍ଧି ପାରିବେ। କିନ୍ତୁ ସକାଳ 9:30ରୁ ନେଇକରି ଦିନ 1:30 ପର୍ଯ୍ୟନ୍ତ ଆପଣ ରାକ୍ଷୀ ବାନ୍ଧନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଭାଇଙ୍କର ଅମଙ୍ଗଳ ହୋଇଥାଏ, ଅଶୁଭ ହୋଇଥାଏ। ଆପଣ ଦିନ 1:30 ପରେ ରାତି 11:30 ପର୍ଯ୍ୟନ୍ତ ରାକ୍ଷୀ ଆପଣ ବାନ୍ଧିପାରିବେ। ଏହି ସମୟରେ ଆପଣ ବାନ୍ଧିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଆପଣଙ୍କ ଭାଇଙ୍କର ମଧ୍ୟ ମଙ୍ଗଳ ହୋଇଥାଏ, ଶୁଭ ହୋଇଥାଏ। ଆଉ ମଧ୍ୟ ରାକ୍ଷୀ ବାନ୍ଧିବାର ବିଶେଷ ନିୟମ ଗୁଡ଼ିକ ରହିଅଛି।
ଆପଣ ସେହି ନିୟମ ଗୁଡ଼ିକୁ ନିଶ୍ଚିନ୍ତ ରୂପରେ ମନେ ରଖିଥାନ୍ତୁ। ଏହା ଥିଲା ଭଦ୍ରାକାଳର ନିୟମ। ତେଣୁ ଏହି ରାକ୍ଷୀ ବନ୍ଧନର କିଛି ବିଶେଷ ନିୟମ ଗୁଡ଼ିକ ରହିଅଛି। ଆପଣ ସେହି ନିୟମ ଗୁଡ଼ିକୁ ନିଶ୍ଚିନ୍ତ ରୂପରେ ମାନନ୍ତୁ। କାହିଁକି ନା ଭାଇ ଭଉଣୀର ଏହି ଅଟୁଟ ବନ୍ଧନ ରାକ୍ଷୀ ଭଉଣୀ ରକ୍ଷା ସୂତ୍ରକୁ ବାନ୍ଧି ଭାଇର ନିରୋଗ ଏବଂ ସୁସ୍ଥ କାମନା କରେ। ଭଉଣୀ ଭାଇର ସବୁବେଳେ ଭଲ କାମନା କରିଥାଏ, ଆଉ ତାହା ସହିତ ଭାଇ ଭଉଣୀର ରକ୍ଷାକର୍ତ୍ତା ସାଜିବାର ମଧ୍ୟ ଭଉଣୀକୁ ଭାଇ ବଚନ ଦେଇଥାଏ। ତେଣୁ ଆପଣମାନଙ୍କୁ ଆମେ କହି ରଖିବାକୁ ଚାହୁଁ ଯେ ଏହି ଦିନରେ ଆପଣ କେବେ ବି କଳା ବସ୍ତ୍ରର ପରିଧାନ ଆପଣ କରନ୍ତୁ ନାହିଁ। ଏହି ରାକ୍ଷୀ ପୂର୍ଣ୍ଣିମା ଦିନ କିଛି ନିୟମ ଗୁଡ଼ିକ ରହିଅଛି, ଯେଉଁ ନିୟମ ଗୁଡ଼ିକୁ ଆପଣ ନିଶ୍ଚିନ୍ତ ରୂପରେ ମାନନ୍ତୁ। ଆଉ ଏହି ଦିନ ଆପଣ ଦେଶୀ ଘିଅର ଦୀପ ଲଗାଇଲେ ତାହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ଭାଇଙ୍କ ପାଇଁ ଅତିଶୟ ଶୁଭ ହେବ। ଯେତେବେଳେ ଆପଣ ନିଜର ଭାଇକୁ ବନ୍ଦାପନା କରୁଛନ୍ତି, ସେହି ସମୟରେ ଆପଣ ଘିଅର ଦୀପଟିଏ ଲଗାନ୍ତୁ ଏବଂ ସେହି ଦୀପରେ ଆପଣ ବନ୍ଦାପନା କାର୍ଯ୍ୟ କରନ୍ତୁ। ଆଉ ରାକ୍ଷୀ ବାନ୍ଧିବା ସମୟରେ ଭାଇଙ୍କର ମୁଖ ଯେମିତି ଦେଖିବେ ପୂର୍ବ ଦିଗକୁ ରହିଥିବ ବା ଉତ୍ତରକୁ ରହିଥିବ, ଆଉ ରାକ୍ଷୀ ବାନ୍ଧୁଥିବା ଭଉଣୀଟି ସେ ପଶ୍ଚିମ ମୁଖ କରି ବା ଦକ୍ଷିଣ ମୁଖ ହୋଇ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇର ଅତିଶୟ ଶୁଭ ହୋଇଥାଏ। ତ ବନ୍ଧୁଗଣ, ଏହି ଭିଡ଼ିଓଟିକୁ ଆପଣମାନେ ନିଶ୍ଚିନ୍ତ ରୂପରେ ସେୟାର କରିବେ। ଅନେକ ଲୋକମାନେ ରାକ୍ଷୀ ବାନ୍ଧିବାର ନିୟମ ଗୁଡ଼ିକ ମଧ୍ୟ ଜାଣିନାହାନ୍ତି। ତେଣୁ ଯେହେତୁ ଏହି ଦିନଟିରେ ସୋମବାର ପଡ଼ୁଅଛି ବା ଅନ୍ୟ ଦିନରେ ମଧ୍ୟ ତାହା ଯେଉଁ ବାର ପଡ଼ୁ, ଆପଣ ପ୍ରଥମ ରାକ୍ଷୀଟି କୌଣସି ଦେବ ମନ୍ଦିର କିମ୍ବା ଗୋମାତାଙ୍କୁ ଯଦି ଆପଣ ରାକ୍ଷୀ ନେଇ ଦାନ କରୁଛନ୍ତି, ଭଉଣୀମାନେ ରାକ୍ଷୀ ବାନ୍ଧୁଛନ୍ତି, ତେବେ ଏହା ଅତି ଶୁଭ ହୋଇଥାଏ। ଏଥରକ ସୋମବାର ଯେଉଁ ଭଉଣୀମାନେ ଯଦି ରାକ୍ଷୀ ଆପଣ ପ୍ରଭୁ ଗଣେଶଙ୍କୁ ଅର୍ପଣ କରୁଛନ୍ତି ବା ଆପଣ ବାନ୍ଧୁଛନ୍ତି ଆଉ ଭଗବାନ ଗଣେଶଙ୍କୁ ଦୁବ ପ୍ରଦାନ କରୁଛନ୍ତି, ତେବେ ଏପରି କରିବା ଦ୍ୱାରା ଭଉଣୀମାନଙ୍କର ଅତିଶୟ ଶୁଭ ଆଉ ଲାଭ ହୋଇଥାଏ ଏବଂ ଭଗବାନ ଶଙ୍କରଙ୍କର ମଧ୍ୟ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ଗୁଡ଼ିକ ପ୍ରାପ୍ତି ହୋଇଥାଏ। ତେଣୁ ଏହି ଦିନ ସୋମବାର ପଡ଼ୁଅଛି ଆଉ ଏହି ଦିନଟି ଅତିଶୟ ଶୁଭ ଦିନ। ଆପଣ ଏହି ଦିନରେ ଭୁଲରେ ମଧ୍ୟ ଛିଣ୍ଡି ଯାଇଥିବା ରାକ୍ଷୀକୁ ଆପଣଙ୍କର ଭାଇଙ୍କ ହାତରେ ବାନ୍ଧନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା, ଯେତେବେଳେ ଭଉଣୀ ଭାଇଙ୍କର ହାତରେ ରକ୍ଷା ସୂତ୍ରକୁ ବନ୍ଧନ କରିବେ, ସେହି ସମୟରେ ଭଉଣୀ କେଉଁ ମନ୍ତ୍ରକୁ ଉଚ୍ଚାରଣ କରିବେ। ଆଉ ସେହି ସମୟରେ ମନ୍ତ୍ର ଆପଣ ଉଚ୍ଚାରଣ କରିବା ନିହାତି ଜରୁରୀ ଅଟେ। କାହିଁକି ନା ଯେତେବେଳେ ଭଉଣୀ ତାର ଭାଇ ହାତରେ ରକ୍ଷା ସୂତ୍ରକୁ ବନ୍ଧନ କରୁଛି, ତାହାର ଅର୍ଥ ମୁଁ ଭାଇକୁ କୌଣସି ପ୍ରକାରର ବିପଦ ଆପଦ ନ ଆସୁ। ସେଥିପାଇଁ କୌଣସି ପ୍ରକାରର ବିପଦ ଆପଦ ନ ଆସିବା ପାଇଁ ମନ୍ତ୍ରର ଉଚ୍ଚାରଣ ନିହାତି ଦରକାର। ମନେ ରଖନ୍ତୁ ମନ୍ତ୍ର, ଯେନୁ ବଦ୍ଧ ବଳିରାଜା ଦାନବେନ୍ଦ୍ର ମହାବଳ ତେଣତ୍ୱା ମନବଦନାମୀ ରକ୍ଷମାଚଳ ମାଚଳ। ଏହି ମନ୍ତ୍ରକୁ ଆପଣ ଉଚ୍ଚାରଣ କରି ପ୍ରତ୍ୟେକ ଭଉଣୀମାନେ ସେମାନଙ୍କର ଭାଇଙ୍କ ହାତରେ ରକ୍ଷା ସୂତ୍ରକୁ ବାନ୍ଧିବେ। ଏହି ଦିନ ମଧ୍ୟ କୁଳ ପୁରୋହିତମାନେ ସେମାନଙ୍କର ଜେଜେମାନଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧନ୍ତି ଆଉ ପଇତା ସମର୍ପଣ ମଧ୍ୟ କରନ୍ତି। ଏହି ଦିନ ବିଶେଷ ଭାବରେ ଗୋ ପୂଜାର ବିଶେଷ ମହତ୍ଵ ସବୁ ରହିଅଛି। ଗୋ ପୂଜା ବିଶେଷ ଭାବରେ କରାଯାଇଥାଏ। ଏହି ଦିନ ଗୋରୁ ଗାଈମାନଙ୍କୁ ଚନ୍ଦନ, ସିନ୍ଦୁର, ଫୁଲମାଳ ଇତ୍ୟାଦି ସବୁ ଦେଇ ପୂଜା କରାଯାଇଥାଏ ଏବଂ ପିଠା ଭୋଗ ମଧ୍ୟ କରାଯାଇଥାଏ। ଯେଉଁ ପିଠା ଗୁଡ଼ିକ ଭୋଗ କରାଯାଏ, ସେହି ପିଠାକୁ ଗୋମାତାଙ୍କୁ ଖାଇବାକୁ ଦିଆଯାଏ। ଆପଣ କେବେ ହେଲେ ବି ରାକ୍ଷୀ ପୂର୍ଣ୍ଣିମା ଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ। ଏହି ଦିନ ମଧ୍ୟ ଆପଣ ସାତ୍ୱିକ ଆହାର କରନ୍ତୁ। ଖାଲି ସେତିକି ନୁହଁ, ବରଂ ଯେଉଁ ଭାଇମାନେ ଏହି ଦିନ ଉପହାର ବାକି ପଇସା ରଖନ୍ତୁ ନାହିଁ, ନିଶ୍ଚିନ୍ତ ଭଉଣୀମାନଙ୍କୁ ଆପଣ କିଛି ନା କିଛି ଗିଫ୍ଟ ସ୍ୱରୂପରେ ପ୍ରଦାନ କରନ୍ତୁ। ଆଉ କେଉଁ ଜିନିଷ ଗୁଡ଼ିକ ଆପଣମାନେ ଏହି ରାକ୍ଷୀରେ ଆପଣଙ୍କର ଭଉଣୀଙ୍କୁ ଗିଫ୍ଟ ସ୍ୱରୂପରେ ପ୍ରଦାନ କରିବେ ନାହିଁ, ତାହା ମଧ୍ୟ ଜାଣି ରଖନ୍ତୁ। ଭାଇମାନେ କେବେ ବି ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନଙ୍କୁ ଗିଫ୍ଟରେ ଚପଲ, ଦର୍ପଣ, ରୁମାଲ ଏହିସବୁ ଜିନିଷ ଗୁଡ଼ିକ ଭଉଣୀଙ୍କୁ କେବେ ବି ପ୍ରଦାନ କରନ୍ତୁ ନାହିଁ। ନହେଲେ ଭଉଣୀ ସହିତ ଆପଣଙ୍କର ସମ୍ପର୍କ ଆଗକୁ ବିଚ୍ଛିନ୍ନ ହେବାର ଅଛି। ଆଉ ଏହି ଦିନ ଯଦି ଆପଣ ମାତା ବୃନ୍ଦାବତୀଙ୍କୁ ଆପଣ ନାଲି ରଙ୍ଗର କପଡ଼ା ସହିତ ଆପଣ ଶଙ୍ଖା ମଧ୍ୟ ଅର୍ପଣ କରୁଛନ୍ତି, ତେବେ ଏହି ସବୁକୁ ଅର୍ପଣ କରିବା ଦ୍ୱାରା ଅତିଶୟ ଗୃହର ମଙ୍ଗଳ ହୋଇଥାଏ। ଆଉ ଏହି ଦିନ ଭଉଣୀ ଭାଇଙ୍କ ମଧ୍ୟରେ ଏହି ପବିତ୍ର ସମ୍ପର୍କ ସୁଦୃଢ଼ ରହୁ, ଏତିକି କେବଳ କାମନା କରିବା ସହିତ ଏହି ନିୟମଟିକୁ ଆପଣ ନିଶ୍ଚିନ୍ତ ରୂପରେ ମାନନ୍ତୁ। ଏବେ ଜାଣନ୍ତୁ, ରାକ୍ଷୀ ବାନ୍ଧି ସାରିବା ପରେ ଭାଇ ଭଉଣୀଙ୍କୁ କ'ଣ ସବୁ ଉପହାର ଦେବେ। ଶାସ୍ତ୍ରରେ କୁହାଯାଇଛି, ସବୁଠାରୁ ଶୁଭ ଉପହାର ହେଉଛି ସୁବର୍ଣ୍ଣ। ଆପଣଙ୍କର ସାମର୍ଥ୍ୟ ଅନୁସାରେ ଆପଣ ଆପଣଙ୍କର ଭଉଣୀଙ୍କୁ ସୁବର୍ଣ୍ଣ ଉପହାର ଦେଲେ ତାହା ଆପଣଙ୍କ ପାଇଁ ଅତିଶୟ ଶୁଭ ହୋଇଥାଏ।
ତେଣୁ ଆପଣ ଆପଣଙ୍କର ସାମର୍ଥ୍ୟ ଅନୁସାରେ ସୁବର୍ଣ୍ଣ ରୂପା ଏହିସବୁ ଆପଣ ଉପହାରରେ ଦେଇପାରିବେ। ତା ସହିତ ମଧ୍ୟ ଆପଣ ବସ୍ତ୍ର ଉପହାର କରିପାରିବେ। ଆଉ କିଛି ଅର୍ଥ ରାଶି ମଧ୍ୟ ଆପଣ ଦେଇପାରିବେ। ହେଲେ ଭୁଲରେ ମଧ୍ୟ କେବେ ବି ଭଉଣୀଙ୍କୁ ଉପହାର ସ୍ୱରୂପ ଫଟୋ ଫ୍ରେମ୍, ରୁମାଲ, ଚପଲ, ଲୌହ ଉପକରଣ, ଦର୍ପଣ, କୌଣସି ଧାର ଥିବା ଦ୍ରବ୍ୟ ଯେପରିକି ଛୁରୀ ଏହିସବୁ ଜିନିଷ ଗୁଡ଼ିକୁ ଆପଣ କେବେ ବି ଉପହାର ସ୍ୱରୂପ ଆପଣଙ୍କର ଭଉଣୀଙ୍କୁ ଦେବେ ନାହିଁ। ଏହା ଦ୍ୱାରା ଭାଇ ଭଉଣୀଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଥାଏ ତାହା କ୍ଷୁର୍ଣ୍ଣ ହୋଇଥାଏ। ତେବେ ବନ୍ଧୁଗଣ, ଏହା ତ ଥିଲା ରାକ୍ଷୀ ପୂର୍ଣ୍ଣିମାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା ଯାହା ଆପଣମାନେ ଜାଣିବା ନିହାତି ଜରୁରୀ ଅଟେ। ଆଉ ଏହି ଭିଡ଼ିଓଟିକୁ ମଧ୍ୟ ଆପଣ ଆପଣଙ୍କର ସାଙ୍ଗସାଥି ଏବଂ ପରିବାର ପରିଜନଙ୍କ ମଧ୍ୟରେ ନିଶ୍ଚିନ୍ତ ରୂପରେ ସେୟାର କରନ୍ତୁ, ଯାହାଫଳରେ ଯଦି ସେମାନେ ରାକ୍ଷୀ ପୂର୍ଣ୍ଣିମା ସମ୍ପର୍କରେ ସଠିକ୍ ଭାବରେ ଜାଣିନଥିବେ ତେବେ ଏହି ଭିଡ଼ିଓଟିକୁ ସେମାନେ ଦେଖିବା ପରେ ସେମାନେ ରାକ୍ଷୀ ପୂର୍ଣ୍ଣିମା ସମ୍ପର୍କରେ ସବୁକିଛି ଜାଣିପାରିବେ। ତେବେ ଆପଣମାନେ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ, ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ ଏବଂ ଆମର ଏହି ଚ୍ୟାନେଲଟିକୁ ସେୟାର କରି ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ, ଯାହାଫଳରେ ଆମେ ପ୍ରତିଦିନ ଅପଲୋଡ଼ କରୁଥିବା ଭିଡ଼ିଓ ଆପଣଙ୍କ ପାଖରେ ନିଶ୍ଚିନ୍ତ ରୂପରେ ସର୍ବପ୍ରଥମେ ପହଞ୍ଚିପାରିବ। ତେବେ ବନ୍ଧୁଗଣ, ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।